ओम साईराम। ଯେଉଁମାନେ ତୁମକୁ ଦୁଃଖ ବା କଷ୍ଟ ଦେଉଛନ୍ତି ସେମାନଙ୍କୁ କ୍ଷମା କରିଦିଅ। ତାଙ୍କୁ ଖୁସି କରିବା ପାଇଁ ନୁହେଁ, ନିଜ ଖୁସି ପାଇଁ। କାହିଁକି ନା ମନେ ରଖିଲେ କେବଳ ତମେ ନିଜେ ଦୁଃଖ ପାଇବ। ଗୋଟେ ବଳବାନ ଲୋକ ଗୋଟେ ଦୁର୍ବଳ ଲୋକ ଉପରେ ତାର ବଳ ପ୍ରୟୋଗ କରିଥାଏ। ଜୀବନରେ ଯଦି ମୁଁ ଅନ୍ୟର ସଫଳତାକୁ ଗ୍ରହଣ କରିପାରୁନି ତାହେଲେ ତାହା ମୋର ଈର୍ଷା, ଆଉ ଯଦି ମୁଁ ଗ୍ରହଣ କରିନେଲି ସେ ମୋ ପାଇଁ ପ୍ରେରଣା ହେଇଯିବ। ଯେତିକି ସେ ତମକୁ ଅପେକ୍ଷା କରାଉଛନ୍ତି ନା ସମୟ ଆସିଲେ ସେ ତମକୁ ଏତେ ଦେବେ ଯେ ତମେ ସମ୍ଭାଳିକି ରଖିପାରିବନି, ଯଦି ତାଙ୍କ ଉପରେ ତୁମର ପୂର୍ଣ୍ଣ ବିଶ୍ୱାସ ଅଛି। ତମ ସାମ୍ନାରେ ସମସ୍ତେ ଭଲ ହେଇପାରିବେ, ତାକୁ ଭଲ କୁହାଯାଇପାରିବ ନାହିଁ। ଯିଏ ତମ ପଛରେ ଭଲ ସେ ତୁମର ପ୍ରକୃତ ବନ୍ଧୁ। ସଦାବେଳେ ମଣିଷ ତା ଇଚ୍ଛାରେ ବଦଳେ ନାହିଁ। ତା ଜୀବନରେ ଘଟୁଥିବା ପରିସ୍ଥିତି ତାକୁ ବାଧ୍ୟ କରିଦିଏ ବଦଳିବା ପାଇଁ। ପରିଶ୍ରମ କରିଲେ ଧନ ମିଳିଯିବ, ଅପେକ୍ଷା କଲେ କାମ ହେଇଯିବ, ମିଠା କଥା କହିଲେ ସମ୍ପର୍କ ଭଲ ହେବ, ଆଉ ଇଜ୍ଜତ କଲେ ସମ୍ମାନ ମିଳିବ। ଯିଏ ବିଶ୍ୱାସ କରେ ଯେ ମୋର କାମ ମୋର ଭାଗ୍ୟ, ସେ କେବେ ବି ହାରିଯାଏ ନାହିଁ। ଜଣେ ବ୍ୟକ୍ତି ଯିଏ ଅନ୍ୟମାନଙ୍କ ପାଇଁ ଭଲ କରେ ସବୁବେଳେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ, କାରଣ ତାକୁ ସର୍ବଦା ଫଳ ଦେବାକୁ ପଡ଼େ। ସୁଖର ସରଳ ସମାଧାନ କାହାରିଠାରୁ ଆଶା ନୁହେଁ କିମ୍ବା କାହାର ଅବହେଳା ନୁହେଁ। କିଏ ଠିକ୍ ତା ଅପେକ୍ଷା କେଉଁଠି ଠିକ୍ ତା ଉପରେ ଅଧିକ ଧ୍ୟାନ ଦିଅ। ଲୋକମାନେ କ'ଣ କୁହନ୍ତି ମୁଁ ସେଥିପ୍ରତି ଧ୍ୟାନ ଦେଉନାହିଁ। ମୁଁ ନିଜ ଉପରେ ଏବଂ ମୋ ଭଗବାନଙ୍କ ଉପରେ ଦୃଷ୍ଟି ରଖିବାକୁ ଚାହୁଁଛି, ଲୋକଙ୍କ ଉପରେ ନୁହେଁ। ତୁମର ସମୟ ଠିକ୍ ନ ହେବା ପର୍ଯ୍ୟନ୍ତ ତମେ ଶାନ୍ତ ରୁହ। କ୍ରୋଧରେ ତାକୁ ହରାଇ ବସନି ଯାହାକୁ ତମେ ବହୁ ବର୍ଷ ଧରି ଅର୍ଜନ କରିଛ, ସେ ଧନ ହେଉ କି ସମ୍ମାନ। ରାଗରେ ମଣିଷ ସେଗୁଡ଼ାକୁ ହରାଇ ବସେ। ଯେଉଁ ଲୋକମାନେ ମନରେ ଲୋଭ ନାହିଁ ତାଙ୍କୁ କେହି ଦାସ କରିପାରିବ ନାହିଁ। ମଣିଷ ନିଜେ ନିଜକୁ ସୃଷ୍ଟି କରେ ଏବଂ ନିଜେ ନିଜକୁ ନଷ୍ଟ କରେ। ତୁମର ପ୍ରତ୍ୟେକ କାର୍ଯ୍ୟ ଏକ ମଞ୍ଜି ପରି, ତୁମେ ବୁଣୁଥିବା ବିହନ ଅନୁଯାୟୀ ଫଳ ଅମଳ କରିବ। କେହି ଜଣେ ବ୍ୟକ୍ତିଙ୍କୁ ଦୁଃଖ ଦେଇପାରିବେ ନାହିଁ ଯାହାର କାହାରିଠାରୁ କିଛି ପାଇବାର ଆଶା ନାହିଁ। ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ପରିବର୍ତ୍ତନ ନିଶ୍ଚିତ। ତୁମେ ବୃଥା ଚିନ୍ତା କରିବା ଛାଡ଼ିଦିଅ। ଯଦି ଭଗବାନ ଆମର ଭାଗ୍ୟ ଲେଖିଥାନ୍ତେ ଏହା ସର୍ବୋତ୍ତମ ହେଇଥାନ୍ତା। ଆମର ଭାଗ୍ୟ ଆମର କାର୍ଯ୍ୟ କର୍ମ ଦ୍ୱାରା ସୃଷ୍ଟି ହୋଇଛି, ଏଥିରେ ଭଗବାନଙ୍କର କୌଣସି ହସ୍ତକ୍ଷେପ ନାହିଁ। କ୍ରୋଧ ସମୟରେ ନୀରବତା ଏବଂ ସମସ୍ୟା ସମୟରେ ହସିବା ହେଉଛି ମନୁଷ୍ୟର ପ୍ରକୃତ ଶକ୍ତି।